ବଡ଼ ଖବର, ସୁଭଦ୍ରା ଯୋଜନାରେ ମିଳିବ ଆଉ 500 ଟଙ୍କା। ଜାଣନ୍ତୁ କେଉଁମାନେ ପାଇବେ। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବା ପରେ ମହିଳାଙ୍କ ଖୁସି ନ କହିଲେ ନ ସରେ। କେଉଁଠି ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କ ସାମ୍ନାରେ ଭିଡ଼ ଲାଗିଲାଣି ତ ଆଉ କେଉଁଠି ଏଟିଏମ୍ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଆସିନାହିଁ ସେମାନେ ବର୍ତ୍ତମାନ ଦ୍ୱନ୍ଦ୍ୱରେ ଅଛନ୍ତି। ସେମାନଙ୍କୁ ଟଙ୍କା ମିଳିବ ନା ନାହିଁ, ଯଦି ମିଳିବ କେବେ ମିଳିବ ତାକୁ ନେଇ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ବାରମ୍ବାର ସ୍ପଷ୍ଟୀକରଣ ରଖୁଥିବା ବେଳେ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ଭିତରେ ଗଣମାଧ୍ୟମ ସାମ୍ନାରେ ଏକ ବଡ଼ ସୂଚନା ଦେଇଛନ୍ତି ପ୍ରତିଭା ପରିଡ଼ା। ସେ କହିଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରାର ପ୍ରଥମ କିସ୍ତି ଆସିଛି ସେ ଟଙ୍କା ସେମାନଙ୍କର। ଯେ କୌଣସି ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା ନାହିଁ। ସେ ଟଙ୍କା କେହି ଫେରାଇବେ ନାହିଁ। ସୁଭଦ୍ରା ଟଙ୍କା ଫେରିଯିବ ବୋଲି କିଛି ଖବର ଗଣମାଧ୍ୟମରେ ଚାଲୁଛି। ଏଭଳି ଗୁଜବ ଖବରକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚିନ୍ତିତ ନ ହୋଇ ଅଯଥା ବ୍ୟାଙ୍କ ଏବଂ ଏଟିଏମ୍ ସାମ୍ନାରେ ଗହଳି କରିବାର ଆବଶ୍ୟକ ନାହିଁ। ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ ସେମାନଙ୍କୁ ଖୁବ୍ ଶୀଘ୍ର ଟଙ୍କା ମିଳିବ। ତେଣୁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି। ଏହାସହ ସବୁଠାରୁ ବଡ଼ କଥା ହେଉଛି ସୁଭଦ୍ରା ଯୋଜନାରେ ମିଳିବ 500ର ବୋନସ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥରାଶି ଡିଜିଟାଲ ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍ ମିଳିବ। ଯାହା ଆପଣଙ୍କ ଆକାଉଣ୍ଟକୁ ଯାଉଛି। ଯେତେବେଳେ ଚାହିଁବେ ଖର୍ଚ୍ଚ କରି ପାରିବେ। ଡିଜିଟାଲ ଖର୍ଚ୍ଚ ଆଉ 500 ଟଙ୍କା ବୋନସ୍ ହିସାବରେ ମିଳିବ। ଡିଜିଟାଲ ବ୍ୟବହାର ପରେ ସରକାର ପ୍ରୋତ୍ସାହନ ଦେଇଛନ୍ତି। ପ୍ରାୟ 25,11,000 ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ। ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନ୍ୟୁଜଟି ଭଲ ଲାଗିଥିଲେ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ।